କଳାହାଣ୍ଡି ଜିଲ୍ଲାର ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ କର୍ମକର୍ତ୍ତାଙ୍କ ନିର୍ବାଚନ। ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ କଳାହାଣ୍ଡି ଜିଲ୍ଲା ଶାଖାର ବାର୍ଷିକ ବୈଠକ ଏବଂ ଜିଲ୍ଲାସ୍ତରୀୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଭବାନୀପାଟଣାସ୍ଥିତ ହୋଟେଲ ଭାଗୀରଥୀରେ ଅନୁଷ୍ଠିତ ହୋଇଯାଇଛି। ଏହି ଭେଟଘାଟ କାର୍ଯ୍ୟକ୍ରମରେ ରାଜ୍ୟର କର୍ମକର୍ତ୍ତା ଉପାଧ୍ୟକ୍ଷ ରଜନୀକାନ୍ତ ସାମନ୍ତରାୟ, ସଭାପତି ସଞ୍ଜୟ ଦାସ, ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ମହାନ୍ତି ଏବଂ କୋଷାଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ସାମ୍ବାଦିକମାନଙ୍କ ମନୋବଳ ବଢ଼ାଇବା ସହ ନିଜର ଅଧିକାର ପାଇଁ ଲଢ଼େଇ ଜାରି ରଖିବା ପାଇଁ କହିଥିଲେ। ଏହି ଅବସରରେ ରାଜ୍ୟସ୍ତରୀୟ ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ସଭାପତି ଭାବେ ଦୀପକ ସାହୁ, ଉପସଭାପତି ଶରତ ଚନ୍ଦ୍ର ସାହୁ, ସୁରେନ୍ଦ୍ର ନାୟକ, ଶେଷଦେବ ନାୟକ, ସମ୍ପାଦକ ଭାବେ ମନୋଜ କୁମାର ନାୟକ, ଯୁଗ୍ମ ସମ୍ପାଦକ କେଶବ ଚନ୍ଦ୍ର ସୁନାନୀ, ମହମ୍ମଦ ମଞ୍ଜୁର ଇଲାହି, ଶରତ ଚନ୍ଦ୍ର ସୁନାନୀ, କୋଷାଧ୍ୟକ୍ଷ ରାଜେଶ କୁମାର ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସଞ୍ଜୟ ସାହୁ, ବିନୀତ ସାହୁ, କୌଶିକ ନାୟକ ନିର୍ବାଚିତ ହୋଇଥିବା ବେଳେ କୁଲଦୀପ ଗୁପ୍ତା ଏବଂ ଜୁନାଗଡ଼ର ବିଶିଷ୍ଟ ଲୋକପ୍ରିୟ ସମାଜସେବୀ ରାଜୁ ଅଗ୍ରୱାଲ ଉପଦେଷ୍ଟା ଭାବେ ସଂଘରେ ନିର୍ବାଚିତ ହୋଇଥିବା ବେଳେ ଗଣପତି ନାୟକ ଆଇନ ଉପଦେଷ୍ଟା ଭାବେ ନିର୍ବାଚିତ ହୋଇଛନ୍ତି। ସମସ୍ତ ସାମ୍ବାଦିକଙ୍କୁ OUWJର ଲୋଗୋ ସାମ୍ବାଦିକ ପରିଚୟ ପାଇଁ ଦିଆଯାଇଥିଲା। ସଂଘର କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ମଜବୁତ କରାଯିବ ବୋଲି ସମସ୍ତ ସଦସ୍ୟ ମତ ଦେଇଥିଲେ। ବ୍ୟୁରୋ ରିପୋର୍ଟ, ଜନଶକ୍ତି ଟିଭି।